ଜାଣିବା କଥା। ବ୍ରାହ୍ମଣ ଦକ୍ଷିଣ ହସ୍ତରେ ଆଶୀର୍ବାଦ କଲେ କ'ଣ ହୁଏ? ଗଙ୍ଗା ବସତି ଚାଙ୍ଗୋଷ୍ଠେ ତର୍ଜନୀ ଯମୁନା ନଦୀ ମଧ୍ୟେ ଗୋଦାବରୀ ଚୈବ ସିନ୍ଧୁ ଚୈବ ଅନାମିକା କନିଷ୍ଠା ଗୋମତୀ ତୀର ହସ୍ତ ମଧ୍ୟେ ତୁ ସାଗର ଷଡ଼ତୀର୍ଥମ୍ ଚମିଦମ୍ ପ୍ରୋକ୍ତ ବ୍ରାହ୍ମଣ ଦକ୍ଷିଣ କରେ। ବ୍ରାହ୍ମଣ ଆଙ୍ଗୁଠିରେ ଗଙ୍ଗା, ତର୍ଜନୀରେ ଯମୁନା, ମଧ୍ୟମାରେ ଗୋଦାବରୀ, ଅନାମିକାରେ ସିନ୍ଧୁ, କନିଷ୍ଠାରେ ଗୋମତୀ, ହସ୍ତ ମଧ୍ୟରେ ସାଗର ପ୍ରଭୃତି ଷଡ଼ତୀର୍ଥ ବ୍ରାହ୍ମଣର ଦକ୍ଷିଣ କରରେ ଅଛନ୍ତି। ତେଣୁ ବ୍ରାହ୍ମଣ ଦକ୍ଷିଣ ହସ୍ତରେ ଆଶୀର୍ବାଦ କଲେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଇତ୍ୟାଦି ଚତୁର୍ବର୍ଗ ଫଳ ପ୍ରାପ୍ତି ହୁଏ।